ଆଜି ଆମେ ମାତା ସୀତାଙ୍କର ସେହି ପବିତ୍ର ଜନ୍ମ କାହାଣୀ ବିଷୟରେ ଜାଣିବା। ଏମିତି ଏକ ଅଦ୍ଭୁତ କାହାଣୀ ଯାହା ଆମକୁ ବିଶ୍ୱାସ, ଭକ୍ତି ଆଉ ମଣିଷର ପ୍ରକୃତି ସହ ଯେଉଁ ଅତୁଟ ସମ୍ପର୍କ ସେ ବିଷୟରେ କହିଥାଏ। ତେବେ ଏହି ପ୍ରଶ୍ନଟା ଭାରି ଆଶ୍ଚର୍ଯ୍ୟକର, ନୁହେଁ କି? ଆମର ଆଜିର ଏହି ଆଲୋଚନା ଠିକ୍ ଏହି ରହସ୍ୟରୁ ହିଁ ଆରମ୍ଭ ହେବ। ଚାଲନ୍ତୁ ଏକ ଏମିତି ଯାତ୍ରାରେ ବାହାରିବା ଯେଉଁଠି ଅସମ୍ଭବ ବି ସମ୍ଭବ ହୋଇଯାଏ। ତେବେ ଚାଲନ୍ତୁ କାହାଣୀର ମୂଳକୁ ଯିବା। କଥାଟା ହେଉଛି ତ୍ରେତା ଯୁଗର, ଆଉ ସ୍ଥାନ ଥିଲା ମିଥିଳା। ସେତେବେଳେ ସେହି ରାଜ୍ୟ ଏକ ବଡ଼ ସଙ୍କଟ ଦେଇ ଗତି କରୁଥିଲା। ଟିକେ ଭାବି ଦେଖନ୍ତୁ ତ, ବର୍ଷ ବର୍ଷ ଧରି ବର୍ଷାର ଟୋପାଏ ବି ନାହିଁ। ନଈନାଳ ସବୁ ଶୁଖିଲା। ଲୋକମାନେ ପାଣି ମୁନ୍ଦାଏ ପାଇଁ ଛଟପଟ ହେଉଛନ୍ତି। ପୁରା ରାଜ୍ୟରେ ଯେମିତି ଗୋଟିଏ ନିରାଶାର କଳା ବାଦଳ ଘୋଟି ଯାଇଥିଲା। ସେତେବେଳେ ରାଜା ଥିଲେ ଜନକ। ସେ କେବଳ ନାମକୁ ମାତ୍ର ରାଜା ନଥିଲେ, ପ୍ରଜାଙ୍କ ପାଇଁ ସେ ଥିଲେ ବାପା ଭଳି। ଆଉ ନିଜ ଲୋକଙ୍କର ଏହି କଷ୍ଟ ଦେଖି ତାଙ୍କ ଛାତି ଫାଟି ଯାଉଥିଲା। ସେ ଏହାର ସମାଧାନ ପାଇଁ ଏକଦମ ବ୍ୟାକୁଳ ହୋଇପଡ଼ିଥିଲେ। ଯେତେବେଳେ ମଣିଷର ସବୁ ଚେଷ୍ଟା, ସବୁ ଉପାୟ ହାର ମାନିଗଲା, ସେତେବେଳେ ରାଜା ଜନକ ଭଗବାନଙ୍କର ଶରଣାପନ୍ନ ହେଲେ। ଆଉ ଜାଣନ୍ତି, ଏଇଠୁ ହିଁ କାହାଣୀରେ ଆସିଲା ସେହି ଅଲୌକିକ ମୋଡ଼। ସେତେବେଳର ଯେତେ ବଡ଼ ବଡ଼ ଜ୍ଞାନୀ ଋଷି ଥିଲେ, ସମସ୍ତେ ଏକାଠି ହେଲେ ଆଉ ରାଜାଙ୍କୁ ଗୋଟିଏ ରାସ୍ତା ଦେଖାଇଲେ। ସେମାନେ କହିଲେ, ଏହି କାମ ସାଧାରଣ ନୁହେଁ। ଏହା ଥିଲା ରାଜାଙ୍କର ନିଜର କର୍ମ, ତାଙ୍କ ଭକ୍ତି ଆଉ ତାଙ୍କ ତ୍ୟାଗର ଏକ ପରୀକ୍ଷା, ନିଜ ପ୍ରଜାଙ୍କ ପାଇଁ ତାଙ୍କ ଭଲ ପାଇବାର ପରୀକ୍ଷା। ରାଜା ଜନକଙ୍କର ଋଷିମାନଙ୍କ ଉପରେ ଅଟୁଟ ବିଶ୍ୱାସ ଥିଲା। ସେଥିପାଇଁ ବିନା କୌଣସି ଦ୍ୱିଧାରେ ସେହି କଠିନ କାମ ପାଇଁ ନିଜକୁ ପ୍ରସ୍ତୁତ କଲେ। ଆଉ ଏଇଟା ହିଁ ତ ଥିଲା ଜଣେ ପ୍ରକୃତ ରାଜାର ପରିଚୟ। ଆଉ ତାପରେ ସେହି ମୁହୂର୍ତ୍ତ ଆସିଲା, ଏକ ଅବିଶ୍ୱସନୀୟ ମୁହୂର୍ତ୍ତ, ଯାହା କେବଳ ମିଥିଳର ନୁହେଁ ବରଂ ସାରା ମାନବ ଜାତିର ଇତିହାସକୁ ବଦଳାଇ ଦେବାକୁ ଯାଉଥିଲା। ରାଜା ଜନକ ନିଜେ ସୁନାର ଲଙ୍ଗଳ ଧରି ପୂରା ନିଷ୍ଠାର ସହିତ ସେହି ଶୁଖିଲା ମାଟିକୁ ଚଷୁଥିଲେ। ଆଉ ହଠାତ୍ ତାଙ୍କ ଲଙ୍ଗଳ କିଛି ଗୋଟେ ଜିନିଷରେ ବାଜି ଅଟିକିଗଲା। ଏଇଟା କୌଣସି ସାଧାରଣ ପଥର ନଥିଲା, ଏହା ଥିଲା ଭାଗ୍ୟର ଏକ ଇସାରା। ରାଜା ଟିକେ ଆଶ୍ଚର୍ଯ୍ୟ ହୋଇ ସେହି ଜାଗାକୁ ଖୋଳିବାକୁ ଲାଗିଲେ। ଆଉ ସେଠୁ ବାହାରିଲା ଏକ ଅଦ୍ଭୁତ, ବହୁତ ସୁନ୍ଦର ଭାବେ ସଜା ହୋଇଥିବା ପେଢ଼ି। ଆଉ ସେହି ପେଢ଼ି ଭିତରୁ ଏମିତି ଏକ ଦିବ୍ୟ ଆଲୋକ ବାହାରୁଥିଲା, ଯେମିତି ସୂର୍ଯ୍ୟଙ୍କ କିରଣ। ଏହା ଏକ ଦିବ୍ୟ ଉପସ୍ଥିତିର ସଙ୍କେତ ଦେଉଥିଲା। ରାଜା ଯେତେବେଳେ ଧୀରେ ଧୀରେ ସେହି ପେଢ଼ିଟିକୁ ଖୋଲିଲେ, ତାଙ୍କ ଆଖି ସାମ୍ନାରେ ଯେଉଁ ଦୃଶ୍ୟ ଥିଲା ତାକୁ ବିଶ୍ୱାସ କରିବା କଷ୍ଟକର ଥିଲା। ଭିତରେ ଥିଲେ ଜଣେ ଛୋଟ ସୁନ୍ଦରୀ ଶିଶୁକନ୍ୟା, ଆଉ ତାଙ୍କ ମୁହଁରେ ଏକ ଶାନ୍ତ ସୁନ୍ଦର ହସ, ସତେ ଯେମିତି ସେ ତାଙ୍କ ବାପାଙ୍କୁ ହିଁ ଅପେକ୍ଷା କରୁଥିଲେ। ରାଜା ଜନକ ନିଃସନ୍ତାନ ଥିଲେ। ସନ୍ତାନଟିଏ ପାଇଁ ତାଙ୍କ ମନ ବ୍ୟାକୁଳ ଥିଲା। ଆଉ ଆଜି ସ୍ୱୟଂ ଧରିତ୍ରୀ ମା ତାଙ୍କ କୋଳରେ ଏକ କନ୍ୟା ରତ୍ନ ଦେଇଛନ୍ତି। ରାଜାଙ୍କ ଆଖିରୁ ଆନନ୍ଦର ଲୁହ ବହିଗଲା, ଆଉ ସେ ସଙ୍ଗେ ସଙ୍ଗେ ସେହି ଶିଶୁକୁ କୋଢ଼େଇ ନେଲେ। ହେଲେ ସେହି ଶିଶୁ କେବଳ ଏକ ଚମତ୍କାର ନଥିଲା। ତାଙ୍କର ପରିଚୟ ଆଉ ତାଙ୍କ ନାମ ଭିତରେ ମଧ୍ୟ ବହୁତ ଗଭୀର ଅର୍ଥ ଲୁଚି ରହିଥିଲା। ତାଙ୍କର ନାଁ ରଖାଗଲା ସୀତା। କାହିଁକି ଜାଣନ୍ତି? କାରଣ ସଂସ୍କୃତରେ ସୀତର ଅର୍ଥ ହେଉଛି ଲଙ୍ଗଳର ମୁନ। ତେଣୁ ଯେଉଁ ଲଙ୍ଗଳ ଦ୍ୱାରା ତିଆରି ହୋଇଥିବା ରେଖାରୁ ସେ ମିଳିଥିଲେ, ସେଥିପାଇଁ ତାଙ୍କ ନାଁ ହେଲା ସୀତା। ଦେଖନ୍ତୁ, ତାଙ୍କ ନାଁ ହିଁ ତାଙ୍କ ଜନ୍ମର କାହାଣୀ କହୁଛି। ଖାଲି ସୀତା ନୁହେଁ, ତାଙ୍କୁ ସ୍ନେହରେ ଆହୁରି ଅନେକ ନାଁରେ ଡକାଗଲା। ରାଜା ଜନକଙ୍କ ଝିଅ ବୋଲି ସେ ହେଲେ ଜାନକୀ। ମିଥିଳାର ରାଜକୁମାରୀ ଭାବରେ ସେ ପରିଚିତ ହେଲେ ମୈଥିଳୀ ନାମରେ। ଆଉ ବିଦେହ ରାଜ୍ୟର ଉତ୍ତରାଧିକାରୀ ହୋଇଥିବାରୁ ତାଙ୍କର ଆଉ ଏକ ନାଁ ଥିଲା ବୈଦେହୀ। ପ୍ରତ୍ୟେକଟି ନାଁ ତାଙ୍କର ଗୌରବମୟ ପରିଚୟର ପ୍ରତୀକ। ଆମେ ଯେତେବେଳେ ମାତା ସୀତାଙ୍କ କଥା ଭାବୁ, ସେ କେବଳ ଏକ ପୌରାଣିକ ଚରିତ୍ର ହୋଇ ରୁହନ୍ତି ନାହିଁ। ସେ ହେଉଛନ୍ତି ସେହି ସବୁ ମହାନ ଗୁଣର ଏକ ଜୀବନ୍ତ ପ୍ରତୀକ, ଯାହା ଆମକୁ ଯୁଗ ଯୁଗ ଧରି ପ୍ରେରଣା ଦେଇଆସିଛି। ତାଙ୍କ ଜୀବନକୁ ଦେଖିଲେ ଆମେ କ'ଣ ଶିଖୁ? ଧୈର୍ଯ୍ୟ, କଷ୍ଟ ସହିବାର ଶକ୍ତି ବା ସହିଷ୍ଣୁତା, ପବିତ୍ରତା। ସେ ଜଣେ ଆଦର୍ଶ ପତ୍ନୀ, ଜଣେ ଆଦର୍ଶ ବୋହୂ, ଆଉ ସର୍ବୋପରି ନାରୀ ଶକ୍ତିର ସବୁଠୁ ବଡ଼ ଉଦାହରଣ ଭାବରେ ଆଜି ବି ପୂଜା ପାଉଛନ୍ତି। ଆଉ ସେଥିପାଇଁ ତ ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଆମେ ସୀତା ନବମୀ ବା ଜାନକୀ ନବମୀ ପାଳନ କରୁ। ଏହି ଦିନ ଆମେ ମାତା ସୀତାଙ୍କର ଏହି ଧରାପୃଷ୍ଠକୁ ଆଗମନକୁ ମନେ ପକାଉ। ଏହି ପ୍ରସିଦ୍ଧ ଶ୍ଲୋକଟି ସୀତାଙ୍କର ପ୍ରଭୁ ରାମଙ୍କ ପ୍ରତି ଥିବା ସମ୍ପୂର୍ଣ୍ଣ ସମର୍ପଣ ଭାବକୁ ଦର୍ଶାଏ। ମାତା ରାମ ମତ୍ ପିତା ରାମଚନ୍ଦ୍ରଃ, ଅର୍ଥାତ୍ ରାମ ମୋର ମାତା, ରାମଚନ୍ଦ୍ର ମୋର ପିତା। ଏହା ତାଙ୍କର ଅଖଣ୍ଡ ଭକ୍ତି ଆଉ ପ୍ରେମର ପ୍ରତୀକ। ତେବେ ଶେଷରେ ଗୋଟିଏ କଥା ଚିନ୍ତା କରିବାର ଅଛି। ଧରିତ୍ରୀରୁ ଜନ୍ମ ନେଇଥିବା ଜଣେ ଦେବୀଙ୍କର ଏହି କାହାଣୀ ଆମକୁ କ'ଣ ଶିକ୍ଷା ଦିଏ? ଏହା ଆମକୁ ମନେ ପକାଇ ଦିଏ ଯେ ଆମର ମୂଳ ମାଟି ସହିତ ଜଡ଼ିତ।
ଏହା ଆମକୁ ପ୍ରକୃତିକୁ ସମ୍ମାନ ଦେବାକୁ ଶିଖାଏ। ଏହି କାହାଣୀ ମଣିଷ ଆଉ ପୃଥିବୀ ଭିତରେ ଥିବା ସେହି ପବିତ୍ର ସମ୍ପର୍କ ବିଷୟରେ ଆମକୁ ବହୁତ କିଛି କହିଯାଏ, ନୁହେଁ କି?